ଦେଖ ସାଙ୍ଗମାନେ କ'ଣ ଆପଣମାନେ ବି ୟୁଟ୍ୟୁବରେ ଭିଡ଼ିଓ ଅପଲୋଡ଼ କରିସାରିଲା ପରେ ଏଇ 5ଟି ମିଷ୍ଟେକ୍ କରୁଛନ୍ତି କି? ତାହେଲେ ଆଜି ହିଁ ସେଇ ମିଷ୍ଟେକ୍ କରିବା ବନ୍ଦ କରିଦିଅନ୍ତୁ। ନହେଲେ ଆପଣମାନେ କେବେ ବି ଆମର ୟୁଟ୍ୟୁବରେ ଗ୍ରୋ କରିପାରିବେ ନାହିଁ ଆଉ ଆପଣମାନଙ୍କର ବି ଭିଡ଼ିଓ କେବେ ଭାଇରାଲ ହେବ ନାହିଁ। ତ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ସେଇ ମିଷ୍ଟେକ୍ କହିବା ସହିତ ମୁଁ ତାର ସଲ୍ୟୁସନ୍ ମଧ୍ୟ କହିବି। ତ ଭିଡ଼ିଓଟି ସ୍କିପ୍ ନ କରିକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଆଜିର ଭିଡ଼ିଓରେ ଆପଣମାନେ ବହୁତ କିଛି ଜାଣିବା ପାଇଁ ପାଇବେ ଆଉ ବହୁତ କିଛି ଶିଖିବା ପାଇଁ ପାଇବେ ମଧ୍ୟ। ତ ଚାଲନ୍ତୁ ଡେରି ନ କରିକି ଆଜିର ଏଇ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତ ନମସ୍କାର ସାଙ୍ଗମାନେ, ମୁଁ ଲକ୍ଷ୍ମୀ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ଭିଡ଼ିଓରେ। ତ ସାଙ୍ଗମାନେ, ଆପଣମାନେ ଯଦି ଏଇ ମିଷ୍ଟେକ୍ ଭିତରୁ କିଛି ବି ମିଷ୍ଟେକ୍ କରୁଥାନ୍ତି ତାହେଲେ ସେଇଟା ନିହାତି ସୁଧାରିବା ପାଇଁ ଚେଷ୍ଟା କରିବେ ଆଉ ମୁଁ ଯାହା ସଲ୍ୟୁସନ୍ କହିବି ସେଇଟା ଟିକେ ମନ ଦେଇକି ଶୁଣିବେ। ତ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ତ ଚାଲନ୍ତୁ ସାଙ୍ଗମାନେ, ଏବେ ଆମେ ପ୍ରଥମେ କଥା ହେବା ଆମର ପ୍ରଥମ ଭୁଲ ବା ଆମର ପ୍ରଥମ ମିଷ୍ଟେକ୍ ବିଷୟରେ। ତ ଆମର ପ୍ରଥମ ଭୁଲ ହେଲା ସେଲ୍ଫ ୱାଚିଂ। ସେଲ୍ଫ ୱାଚିଂ କହିଲେ ଆମର ନିଜର ଭିଡ଼ିଓଟାକୁ ଆମେ ନିଜେ ଦେଖିବା। ତ ଆମର ଯେତେ ସବୁ ନୂଆ କ୍ରିଏଟର ମାନେ ଥାନ୍ତି ସେମାନେ କ'ଣ କରନ୍ତି, ସେମାନେ ଭାବନ୍ତି ଯେ ନାଇଁ ଆମ ନିଜ ଭିଡ଼ିଓଟାକୁ ଆମେ ନିଜେ ଦେଖିଲେ ବାର ଦେଖିଲେ ଆମ ଭିଡ଼ିଓରେ ଭ୍ୟୁଜ୍ ଆସିବ ଆଉ ଆମ ଭିଡ଼ିଓର ୱାଚ୍ ଆୱାର ମଧ୍ୟ ବଢ଼ିବ। ଆଉ ସେମାନେ ସେମିତି କରି କରି ବାର ହିଁ ଆମର ମାନେ ନିଜ ଭିଡ଼ିଓଟାକୁ ସେମାନେ ଦେଖିଦିଅନ୍ତି। ଯାହାଫଳରେ ୟୁଟ୍ୟୁବ କ'ଣ ଭାବେ, ନାଇଁ ୟା ଭିଡ଼ିଓରେ କିଛି ତ ଗୋଟେ ସ୍ପାମ୍ ଚାଲିଛି, ତାପରେ ସିଏ ତୁମ ଭିଡ଼ିଓଟାକୁ ଫ୍ରିଜ୍ କରିଦେବ। ବୁଝିପାରିଲ? ତ ତୁମକୁ ନିଜ ଭିଡ଼ିଓଟା ବାର ଦେଖିବାର ନାହିଁ। ତୁମକୁ ଯଦି ତୁମ ଭିଡ଼ିଓଟା ଦେଖିବାର ଅଛି, ତୁମେ ଯେଉଁ ଆଇଡ଼ିରେ ମାନେ ତୁମର ଯେଉଁ ଚ୍ୟାନେଲରେ ଅପଲୋଡ଼ କରିଛ ସେ ଚ୍ୟାନେଲରେ ନ ଦେଖିକି ଆଉ ଗୋଟେ ଚ୍ୟାନେଲରେ ତୁମେ ଯାଇକି ଦେଖିପାର। ଆଉ ଗୋଟେ ଚ୍ୟାନେଲ କହିଲେ ଆଉ ଗୋଟେ ଜିମେଲରେ ଯେଉଁ ଆମର ୟୁଟ୍ୟୁବ ଚ୍ୟାନେଲ ବନେଇଛ ସେଠି ଯାଇକି ଦେଖିପାର। କିନ୍ତୁ ଯେଉଁ ଆମର ଚ୍ୟାନେଲରେ ଅପଲୋଡ଼ କରିଛ ସେଇ ଚ୍ୟାନେଲରେ ହିଁ ଆମର ବାର ସେ ଭିଡ଼ିଓଟା ଦେଖନ୍ତୁ ନାହିଁ। ନହେଲେ ଆପଣମାନେ ଆଉ କାହାର ମୋବାଇଲରେ ବି ଯାଇକି ଦେଖିପାରିବେ, କିନ୍ତୁ ନିଜର ଚ୍ୟାନେଲରେ ହିଁ ସେ ଭିଡ଼ିଓଟା ବାର ଦେଖନ୍ତୁ ନାହିଁ। ତ ଏଇଟା ଥିଲା ଆମର ପ୍ରଥମ ଭୁଲ। ତ ଚାଲନ୍ତୁ ଏବେ ଆମେ କଥା ହେବା ଆମର ଦ୍ୱିତୀୟ ଭୁଲ ବିଷୟରେ। ତ ଆମର ଦ୍ୱିତୀୟ ଭୁଲ ହେଲା ଭିଡ଼ିଓ ସେୟାରିଂ। ମାନେ ଆମେ ଯେଉଁ ଭିଡ଼ିଓଟା ଅପଲୋଡ଼ କରିଦେଇ ସାରିଲା ପରେ ଆମେ ମାନେ ହ୍ୱାଟ୍ସଆପ୍ରେ ଆମେ ଆମର ଯେତେ ସବୁ ସାଙ୍ଗ ଆମର ରିଲେଟିଭ୍ସ ମାନଙ୍କୁ ଆମ ଭିଡ଼ିଓଟା ସେୟାର କରିଦେଇଥାଉ, ନହେଲେ ଆମେ ଷ୍ଟାଟସ୍ ରଖିଦେଉ, ନହେଲେ ଆମେ ଯାଇକି ଇନଷ୍ଟାଗ୍ରାମରେ ଷ୍ଟୋରି ଦେଇଦେଉ, ଫେସବୁକ୍ରେ ଆମର ସାଙ୍ଗମାନଙ୍କୁ ପଠାଉ, ନହେଲେ ସେଠି ବି ଆମର ଷ୍ଟୋରି ଦେଇଦେଉ। ସେମିତି କରିବା ଦ୍ୱାରା ଆମେ ଯାହାକୁ ବି ଭିଡ଼ିଓ ପଠାଉଛେ ସେମାନେ ତ ଆମ ଭିଡ଼ିଓ ଦେଖିବେନି। ଯଦି ବି ଦେଖିଲେ ଯାଇକି ମାନେ ଅନ୍ କରିବେ, ଅନ୍ କରିକି ବାସ୍ କିଛି ସେକେଣ୍ଡ ଚାଲିଛି କି ନାହିଁ ସେଇଠୁ ସେମାନେ ପଳେଇ ଆସିବେ। ଯାହାଦ୍ୱାରା କ'ଣ ହୁଏ ଭଲସେ ଶୁଣନ୍ତୁ, ଯାହାଦ୍ୱାରା ସେମାନେ ଯାଇକି କ୍ଲିକ୍ କରିକି ହିଁ ପଳେଇ ଆସିଲେ। ତ ୟୁଟ୍ୟୁବ ସେତେବେଳେ ଆମର କ'ଣ କରୁଥାଏ, ୟୁଟ୍ୟୁବ ଆଲଗୋରିଦମ୍ ସେତେବେଳେ କାମ କରିବା ଷ୍ଟାର୍ଟ କରିଥାଏ। ଆଉ ସେ ଦେଖିବ ଯେ ନାଇଁ କିଛି ଲୋକ ଯାଉଛନ୍ତି ତୁମ ଭିଡ଼ିଓଟା 1 ସେକେଣ୍ଡ 2 ସେକେଣ୍ଡ ଦେଖିକି ହିଁ ପଳେଇ ଆସୁଛନ୍ତି। ସିଏ ତାପରେ କ'ଣ କରିବ, ତାହେଲେ ଏଇ ଭିଡ଼ିଓଟା ଭଲ ନାହିଁ କହିକି ତାହେଲେ ତୁମ ଭିଡ଼ିଓ ଆଉ ସେ ଅଡ଼ିଏନ୍ସ ମାନଙ୍କ ପାଖକୁ ପଠେଇବ ହିଁ ନାହିଁ। ତ ଆପଣମାନେ ବୁଝିପାରିଲେ। ତ ଆପଣମାନେ ଆପଣଙ୍କ ଭିଡ଼ିଓ ସେଇମାନଙ୍କୁ ପଠାନ୍ତୁ ଆକ୍ଚୁଆଲିରେ ଯେଉଁମାନେ ଆପଣଙ୍କ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତି। ଆଉ ଏମିତି କାହାକୁ ପଠାନ୍ତୁନି ଯେଉଁମାନେ ଖାଲି ଅନ୍ କରିକି ହିଁ ମାନେ ଲେଫ୍ଟ ହେଇଯାଆନ୍ତି। ସେଇଟା ହେବା ଦ୍ୱାରା ମାନେ ସେମିତି ସେମାନେ କରିବା ଦ୍ୱାରା ତୁମର ଅଡ଼ିଏନ୍ସ ରିଟେନସନ୍ ବହୁତ କମ୍ ହେବ। କାରଣ ସେତେବେଳେ ହିଁ ଆମର ୟୁଟ୍ୟୁବ ଆଲଗୋରିଦମ୍ କାମ କରିବା ଷ୍ଟାର୍ଟ କରିଥାଏ। ୟୁଟ୍ୟୁବ ଆଲଗୋରିଦମ୍ ସେତେବେଳେ କ'ଣ କରେ, ଆମର ଅଡ଼ିଏନ୍ସ ମାନଙ୍କୁ ଆମ ଭିଡ଼ିଓଟା ମାନେ ପଠାଏ। ତ ଯଦି ଅଡ଼ିଏନ୍ସ ମାନେ ସେ ଭିଡ଼ିଓଟା ଦେଖିବା ପାଇଁ ପସନ୍ଦ କଲେ, ମାନେ 4-5 ଜଣଙ୍କୁ ପଠାଇବ ଦେଖିବା ପାଇଁ ପସନ୍ଦ କଲେ, ତାପରେ ସେ ଆହୁରି ମାନେ ଚ୍ୟାନେଲକୁ ପଠାଇବ। ତ ତୁମେ ତ ଅଲରେଡ଼ି ତୁମର ସାଙ୍ଗମାନଙ୍କୁ ପଠାଇ ଦେଇ ସାରିଛ। ତ ସେତେବେଳେ ତୁମେ ଯେଉଁ ପଠାଇଛ ସେମାନେ ଦେଖିଲେ ତୁମ ଭିଡ଼ିଓ, ତ 2-3 ସେକେଣ୍ଡ ଦେଖିକି ତ ବ୍ୟାକ୍ ହେଇଗଲେ। ୟୁଟ୍ୟୁବ ଆଲଗୋରିଦମ୍ ହିଁ ଭାବିବ ନା ତ ତୁମ ଭିଡ଼ିଓ ଭଲ ନାହିଁ ଆଉ ସିଏ ଆଉ ଅଡ଼ିଏନ୍ସ ମାନଙ୍କ ପାଖକୁ ପଠାଇବନି। ତ ଏଇଟା ଟିକେ ଆପଣମାନେ ନିହାତି ମାନେ ଧ୍ୟାନ ଦେବେ। ଆଉ କ'ଣ ହୁଏ ନା, ବାରମ୍ବାର ଆମର ସେୟାର କରିବା ଦ୍ୱାରା ବି ଆମର ବହୁତ ଜଣ ଆମ ଚ୍ୟାନେଲ ଅନସବସ୍କ୍ରାଇବ୍ ବି କରିଦିଅନ୍ତି ବିରକ୍ତ ହେଇକି। ତ ଆପଣମାନେ କେବେ ବି ଆମର ଭିଡ଼ିଓଟା ଅପଲୋଡ଼ କଲା ପରେ କାହାକୁ ବି ସେୟାର କରନ୍ତୁ ନାହିଁ। ଯାହାର ଦେଖିବାର ଥିବ ସେମାନେ ଦେଖିବେ। ଆମର ୟୁଟ୍ୟୁବ ଆଲଗୋରିଦମ୍ ଅଛି, ସିଏ ମାନେ ଭିଡ଼ିଓ ଆମର ସେୟାର କରିବ। ଆଉ ଆକ୍ଚୁଆଲିରେ ଯେଉଁମାନେ ଆପଣଙ୍କର ଭିଡ଼ିଓ ଦେଖନ୍ତି ଆପଣମାନେ ସେମାନଙ୍କୁ ହିଁ ଭିଡ଼ିଓଟି ସେୟାର କରନ୍ତୁ। ତ ଏଇଟା ଥିଲା ଆମର ଦ୍ୱିତୀୟ ଭୁଲ। ତ ଚାଲନ୍ତୁ ଏବେ ଆମେ ଆମର ତୃତୀୟ ଭୁଲ ଆଡ଼କୁ ଯିବା। ତ ଆମର ତୃତୀୟ ଭୁଲ ହେଲା ଭ୍ୟୁଜ୍ ଆଉ ସବସ୍କ୍ରାଇବର କିଣିବା, ମାନେ ବାଇ ଭ୍ୟୁଜ୍ ଆଣ୍ଡ ସବସ୍କ୍ରାଇବର। ତ ଆମର ବହୁତ ନୂଆ କ୍ରିଏଟର ଥାନ୍ତି ଯେଉଁମାନେ ଫାଷ୍ଟ ଆମର ୟୁଟ୍ୟୁବରେ ଚ୍ୟାନେଲ ମାନେ ଖୋଲିକି ନୂଆ ଯେତେବେଳେ ଆମର ଭିଡ଼ିଓ ଅପଲୋଡ଼ କରୁଥାନ୍ତି, ପୁରା କନସିଷ୍ଟେଣ୍ଟଲି ମାସେ 2 ମାସ ଯେତେବେଳେ ସେମାନେ ଭିଡ଼ିଓ ଅପଲୋଡ଼ କରି ନେଉଛନ୍ତି, ସେତେବେଳେ ବି ଯେତେବେଳେ ତାଙ୍କର ଭ୍ୟୁଜ୍ ଆସୁନି କିମ୍ବା ତାଙ୍କର ସବସ୍କ୍ରାଇବର ବଢ଼ୁନାହାନ୍ତି, ସେମାନେ ଆମର ଭ୍ୟୁଜ୍ ଆଉ ସବସ୍କ୍ରାଇବର କିଣନ୍ତି। ତ କିଣିବା ଦ୍ୱାରା କ'ଣ ହୁଏ, ତୁମେ ଯାହାଠୁ ବି ତୁମେ କିଣିଛ ସେମାନେ କ'ଣ କରନ୍ତି, ତାଙ୍କ ପାଖରେ ଆଇଦର ମାନେ 100 କି 50ଟା କେତେ ଫୋନ୍ ଥାଏ, ନହେଲେ ତାଙ୍କ ପାଖରେ କମ୍ପ୍ୟୁଟର ଥାଏ। ସେମାନେ 24 ଘଣ୍ଟା ତୁମ ଭିଡ଼ିଓ ଚଲେଇକି ତୁମର ସେତିକି ଚ୍ୟାନେଲରୁ ମାନେ ସବସ୍କ୍ରାଇବ୍ କରିକି ତୁମ ସବସ୍କ୍ରାଇବର ବି ବଢ଼େଇଦେବେ ଆଉ ତୁମ ଭିଡ଼ିଓରେ ଭ୍ୟୁଜ୍ ବି ବଢ଼େଇଦେବେ। ତାପରେ ଧର ତୁମ ଚ୍ୟାନେଲ ମନିଟାଇଜ୍ ବି କରିଦେଲେ, କିନ୍ତୁ ସେମାନେ ତ ତୁମ ଭିଡ଼ିଓ ଦେଖିବା ପାଇଁ ଇଣ୍ଟରେଷ୍ଟେଡ୍ ନାହାନ୍ତି। ତ ମନିଟାଇଜ୍ କରିଦେଇ ସାରିଲା ପରେ ତୁମର କାମ ଖତମ। ତାପରେ
ଯେତେବେଳେ ତୁମେ ମାନେ ପଇସା ଇନକମ୍ କରିବାର ଟାଇମ୍ ଆସିଲା ସେତେବେଳେ ତୁମର ଭିଡ଼ିଓ କିଏ ଦେଖିବ? କାରଣ ତୁମର ତ ଅଡ଼ିଏନ୍ସ ହିଁ ନାହାନ୍ତି ନା। ତୁମେ ଭିଡ଼ିଓ ଯାପରେ ଯାହା ବି ଅପଲୋଡ଼ କରିବ ସେତେବେଳେ ତ ଆଉ ତୁମ ଭିଡ଼ିଓ କେହି ଦେଖିବେନି। ତୁମର ଅଡ଼ିଏନ୍ସ ହିଁ ନାହାନ୍ତି। ଆଉ ଏତେ ଯେଉଁ ଆମର ପୂର୍ବରୁ ଏତେ ଭିୟୁ ଆସୁଥିଲା, ତୁମର ଏତେ ସାରା ସବସ୍କ୍ରାଇବର ବଢ଼ିଗଲେ, ୟୁଟ୍ୟୁବ ତ ନିହାତି ଭାବିବ ତୁମ ମାନେ ଚ୍ୟାନେଲରେ କିଛି ଗୋଟେ ସ୍ପାମ୍ ଅଛି ବୋଲି। ତାପରେ ସିଏ ତୁମ ଚ୍ୟାନେଲକୁ ଫ୍ରିଜ୍ କରିଦେବ। ମାନେ ତୁମେ ନିଜେ ଭାବିକି ଦେଖ, ମାନେ ଗୋଟେ ଲୋକ ହଠାତ୍ ହିଁ ମାନେ ଉପରକୁ ଉପରକୁ ଉଠିବା ଷ୍ଟାର୍ଟ କରିବ ତ କାହାକୁ ସକ୍ ହବନି? ତ ୟୁଟ୍ୟୁବ ବି ସେଟା ଆମର ନୋଟିସ୍ କରେ। ତାପରେ ଯଦି ମାନେ ହଠାତ୍ ହିଁ ତୁମ ଚ୍ୟାନେଲରେ ଭିୟୁଜ୍ ମାନେ ନ ଆସିବା ବନ୍ଦ ହେଇଗଲା, ତାହେଲେ ତ ସିଏ ବୁଝିଯିବ ନା ତୁମ ଚ୍ୟାନେଲରେ କିଛି ଗୋଟେ ସ୍ପାମ୍ ଚାଲିଛି। ତାପରେ ସେ ତୁମ ଚ୍ୟାନେଲକୁ ଫ୍ରିଜ୍ କରିଦେବ। ତୁମର ପଇସା ତ ଗଲା, ତାପରେ ତୁମେ ଯେଉଁ ମାସେ 2 ମାସ ମେହନତ କରିକି ଆମର ଯେତିକି ବି ଆମର ଅଡ଼ିଏନ୍ସ କରିଥିଲ, ଆମର ଭ୍ୟୁଜ୍ କରିଥିଲ, ସେଟା ବି ଗଲା। ତ କେବେ ବି ଆମର ମାନେ ସେଇ ଭୁଲ କରନ୍ତୁ ନାହିଁ ଯେ ଆମର ସବସ୍କ୍ରାଇବର ଆଉ ଭ୍ୟୁଜ୍ କିଣନ୍ତୁ ନାହିଁ। କେବେ ବି ସେମିତି କରନ୍ତୁନି। ନିଜ ମେହନତରେ ଆମର ଅଡ଼ିଏନ୍ସ ମାନେ କରନ୍ତୁ, ନିଜ ମେହନତରେ ଭ୍ୟୁଜ୍ ଆଣନ୍ତୁ ଆଉ ସବସ୍କ୍ରାଇବର ମାନେ ବଢ଼ାନ୍ତୁ। କେବେ ବି ଆମର ସେଇ ଭୁଲ କରନ୍ତୁ ନାହିଁ। ତ ଚାଲନ୍ତୁ ଏବେ ଆମେ ଯିବା ଆମର ଚତୁର୍ଥ ଭୁଲ ଆଡ଼କୁ। ତ ଆମର ଚତୁର୍ଥ ଭୁଲ ହେଲା ବାରମ୍ବାର ଆମ ଭିଡ଼ିଓଟାକୁ ଡିଲିଟ୍ କରିବା। ତ ବାରମ୍ବାର ଭିଡ଼ିଓ ଡିଲିଟ୍ କରିବା ମାନେ କ'ଣ? ଆମର ଯେତେ ସବୁ ନୂଆ କ୍ରିଏଟର ଛାଡ଼, ଆମର ବେଶୀ ମାନେ ସବସ୍କ୍ରାଇବର ବାଲା ଆମର ୟୁଟ୍ୟୁବର ମାନେ ବି ସେମିତି କରନ୍ତି। ତ ଦେଖ, ଯେତେବେଳେ ଆମେ ଆମର ଭିଡ଼ିଓଟା ଅପଲୋଡ଼ କରିଦେଉଛେ ସେତେବେଳେ ଆମ ଭିଡ଼ିଓରେ ମାନେ ଭ୍ୟୁଜ୍ ଆସୁନି। ତାପରେ ଆମେ ଦିନେ 2 ଦିନ ଅପେକ୍ଷା କରିବା। ତାପରେ ବି ଯେତେବେଳେ ଆମ ଭିଡ଼ିଓରେ ଭ୍ୟୁଜ୍ ଆସୁନି, ଆମେ ସେ ଭିଡ଼ିଓଟାକୁ ଡିଲିଟ୍ କରିଦେଉଛେ। ଡିଲିଟ୍ କରିକି ଆଉ ଥରେ ଅପଲୋଡ଼ କରୁଛେ। ତ ଯଦି ସେତେବେଳେ ବି ଆମର ଭ୍ୟୁଜ୍ ଆସୁନି, ବାରମ୍ବାର ଆଉ ଥରେ ଆମେ ଭିଡ଼ିଓ ଡିଲିଟ୍ କରିକି ଆଉ ଥରେ ସେମିତି ଅପଲୋଡ଼ କରୁଛେ। ତ ଏଇଟା ପ୍ରାୟ ଆମର ବେଶୀ ସବସ୍କ୍ରାଇବର ଥିବା ମାନେ ୟୁଟ୍ୟୁବର ମାନଙ୍କର ବି ହୁଏ। ଆଉ ଆମର କମ୍ ସବସ୍କ୍ରାଇବର ଥିବା ଆମର ନୂଆ ଯିଏ ଆମର ୟୁଟ୍ୟୁବର, ସେମାନେ ବି ଏମିତି କରନ୍ତି। ତ ସେମିତି କରିବା ଦ୍ୱାରା କ'ଣ ହୁଏ? ସେମିତି କରିବା ଦ୍ୱାରା ଆମର ୟୁଟ୍ୟୁବ ତୁମ ଚ୍ୟାନେଲକୁ ଫ୍ରିଜ୍ କରିଦେବ। ତ ଦେଖିପାରୁଥିବେ ମୋ ଚ୍ୟାନେଲରେ ବି ଆପଣମାନେ ଯାଇକି ଦେଖିପାରୁଥିବେ, ଯଦି ମୋର ଗୋଟେ ଭିଡ଼ିଓରେ ମାନେ 500 ଭ୍ୟୁଜ୍ ଆସିଛି, ତାପରେ ଭ୍ୟୁଜ୍ରେ ଯଦି ମୋର 100 ଭ୍ୟୁଜ୍ ଆସିଲା, ମୁଁ କ'ଣ ସେ 100 ଭ୍ୟୁଜ୍ ବାଲା ଭିଡ଼ିଓଟାକୁ ଡିଲିଟ୍ କରିଦେବି? ନାହିଁ। ଯଦି ଭ୍ୟୁଜ୍ ଆସୁ ବି ନାହିଁ, ତାହେଲେ ଆପଣମାନେ ସେ ଭିଡ଼ିଓଟିକୁ ଡିଲିଟ୍ କରନ୍ତୁ ନାହିଁ। ବୁଝିପାରିଲେ? ସେମିତି ଆମର ବାରମ୍ବାର ଡିଲିଟ୍ କରିବା ଦ୍ୱାରା ୟୁଟ୍ୟୁବ ତୁମ ଚ୍ୟାନେଲକୁ ଫ୍ରିଜ୍ କରିଦେବ। ତ ବେଳେବେଳେ ତୁମେ ପ୍ରାଇଭେଟ୍ କର କିମ୍ବା ଡିଲିଟ୍ କର, ମାନେ ଥରେ କିଛି ଆମର ଗୋଟେ ରିଜନ୍ ପାଇଁ, ସେଟା ଚଳିବ। ଆମର ବହୁତ ଲୋକ ଥାନ୍ତି ବାରମ୍ବାର ଡିଲିଟ୍ ଉପରେ ଡିଲିଟ୍ ହିଁ କରିଯାଉଥାନ୍ତି। ତ ୟୁଟ୍ୟୁବ ନିହାତି ଭାବିବ ନା ୟା ଚ୍ୟାନେଲରେ କିଛି ଗୋଟେ ସ୍ପାମ୍ ଚାଲିଛି ବୋଲି, ତ ତୁମ ଚ୍ୟାନେଲକୁ ସିଏ ଫ୍ରିଜ୍ କରିଦେବ। ବୁଝିପାରିଲ? ତ ତୁମେ କେବେ ବି ଏଇ ଭୁଲ କରିବ ନାହିଁ। ଆମର ବାରମ୍ବାର ଆମର ଭିଡ଼ିଓ ଡିଲିଟ୍ କରିବ ନାହିଁ। ତ କିଛି ବି ଯଦି କିଛି ପ୍ରୋବ୍ଲେମ୍ ଅଛି ଆମର, ହଁ, ଥରେ 2 ଥର ମାନେ କିଛି ମାନେ ବେଶୀ ଅର୍ଜେଣ୍ଟ ଅଛି, ଯଦି ତୁମେ ସେ ଭିଡ଼ିଓଟା ଡିଲିଟ୍ କରିପାରିବ କିମ୍ବା ପ୍ରାଇଭେଟ୍ କରିପାରିବ। ବାରମ୍ବାର ସେଇ ଭୁଲ କରନ୍ତୁ ନାହିଁ। ତ ଏଇଟା ଥିଲା ଆମର ଚତୁର୍ଥ ଭୁଲ। ତ ଚାଲନ୍ତୁ ଏବେ ଆମର ପଞ୍ଚମ ଭୁଲ ବା ଆମର ସବୁଠୁ ଲାଷ୍ଟ ଭୁଲ ଆଡ଼କୁ ଯିବା। ତ ଆମର ପଞ୍ଚମ ଆମର ସବୁଠୁ ଲାଷ୍ଟ ଭୁଲ ହେଲା, ଆମର ଯେଉଁ ୟୁଟ୍ୟୁବରେ ଭିଡ଼ିଓଟା ଅପଲୋଡ଼ କରୁଛେ ସେଟା ଆମେ ସବୁବେଳେ ଟାଇମରେ ଅପଲୋଡ଼ କରିବା ଉଚିତ। ମାନେ ଅପଲୋଡ଼ ଅନ୍ ଟାଇମ୍। ତା ମାନେ କ'ଣ? ତ ଯଦି ଆମେ ଗୋଟେ ଭିଡ଼ିଓଟା ୟୁଟ୍ୟୁବରେ ଅପଲୋଡ଼ କରୁଛେ, ତାହେଲେ ଆମେ ସବୁବେଳେ ମାନେ ଟାଇମ୍ରେ, ମାନେ ଯେଉଁ ଟାଇମ୍ରେ ଆମର ଅଡ଼ିଏନ୍ସ ମାନେ ଆକ୍ଟିଭ୍ ଥାନ୍ତି, ଆମେ ସେଇ ଟାଇମ୍ରେ ଆମ ଭିଡ଼ିଓଟା ଅପଲୋଡ଼ କରିବା ଉଚିତ। ସେତେବେଳେ ଅପଲୋଡ଼ କରିବା ଦ୍ୱାରା କ'ଣ ହୁଏ ଶୁଣ ମୁଁ କହୁଛି। ତ ଯେତେବେଳେ ଆମର ଅଡ଼ିଏନ୍ସ ମାନେ ଆମର ମାନେ ଆକ୍ଟିଭ୍ ଥାନ୍ତି, ଯେତେବେଳେ ଆମେ ଅପଲୋଡ଼ କରିବା ଆମ ଭିଡ଼ିଓଟା, ସେତେବେଳେ ଆମ ଭିଡ଼ିଓ ଦେଖିବେ। ନିହାତି ଆମର 10 ଜଣ କେତେ ଦେଖିଲେ ଆମ ଭିଡ଼ିଓ, ମାନେ ପୁରା ଦେଖନ୍ତୁ କି ଆମର ମଝାମଝି ଯାଏଁ ଦେଖନ୍ତୁ। ତାପରେ ୟୁଟ୍ୟୁବ ଭାବିବ ନାହିଁ, ୟୁଟ୍ୟୁବ ଆଲଗୋରିଦମ୍ ସେତେବେଳେ କାମ କରୁଥିବ। ସିଏ ଭାବିବ ନାହିଁ ୟା ଭିଡ଼ିଓ ମାନେ ଅପଲୋଡ଼ ହଉ ହିଁ ତାର ମାନେ ଭିଡ଼ିଓ ମାନେ ଦେଖିଛନ୍ତି ଏତିକି ଜଣ। ତାପରେ ସେ ସାଙ୍ଗେ ସାଙ୍ଗେ ଆମର ଆହୁରି ଅଡ଼ିଏନ୍ସ ମାନଙ୍କ ପାଖକୁ ଆମ ଭିଡ଼ିଓଟା ପଠେଇବ। ବୁଝିପାରିଲ? ତ ସବୁବେଳେ ମାନେ ଏଇଟା ଆମର ଧ୍ୟାନ ରଖିବା ଉଚିତ ଯେ ଆମେ କେତେବେଳେ ଆମ ଭିଡ଼ିଓଟା ଅପଲୋଡ଼ କରିବା, ଯେତେବେଳେ ଆମର ଅଡ଼ିଏନ୍ସ ମାନେ ଆକ୍ଟିଭ୍ ଥାନ୍ତି ସେତେବେଳେ ଆମ ଭିଡ଼ିଓଟା ଅପଲୋଡ଼ କରିବା ଉଚିତ। ଯାହାଦ୍ୱାରା ଆମର ମାନେ ୟୁଟ୍ୟୁବ ଆଲଗୋରିଦମ୍ ବି ଭଲସେ କାମ କରିପାରିବ ଆଉ ଆମ ଭିଡ଼ିଓରେ ବି ଭଲସେ ଭିୟୁ ଯିବ। ତ ଯେଉଁମାନେ ଆମର ଜାଣିନାହାନ୍ତି ଯେ ଆମର ୟୁଟ୍ୟୁବରେ ଭିଡ଼ିଓ ଅପଲୋଡ଼ କରିବାର ସଠିକ୍ ଟାଇମ୍ କେଉଁଟା, ତା ବିଷୟରେ ମୁଁ ଗୋଟେ ଡିଟେଲ୍ସ ଭିଡ଼ିଓ ବନେଇ ଦେଇଛି ମୋ ଚ୍ୟାନେଲରେ। ସେ ଭିଡ଼ିଓଟା ଅଛି, ନହେଲେ ମୁଁ ଡେସ୍କ୍ରିପସନରେ ଦେଇଦେବି। ସେ ଭିଡ଼ିଓରେ ମାନେ ଆମର ୱାଇଟି ଷ୍ଟୁଡ଼ିଓରେ ହିଁ ଦେଇଦେଇଛି ଯେ ଆମର ୟୁଟ୍ୟୁବ ଭିଡ଼ିଓ କେଉଁ ଟାଇମ୍ରେ ଅପଲୋଡ଼ କରିବା ଉଚିତ। ତୁମେ ଆଉ କାହାର କଥା ଶୁଣିବା ଦରକାର ନାହିଁ। ଆମର ଯେତେବେଳେ ଆମର ୱାଇଟି ଷ୍ଟୁଡ଼ିଓ କହିଛି, ଆମର ଯେତିକି ବେଳେ ତୁମର ଅଡ଼ିଏନ୍ସ ମାନେ ଆକ୍ଟିଭ୍ ଅଛନ୍ତି, ସିଏ ସେଇଟା ପୁରା କହିଦେଇଛି ମାନେ ୱାଇଟି ଷ୍ଟୁଡ଼ିଓରେ। ତ ସେଇଟା ତୁମେ କେମିତି ଜାଣିବ? ସେଟା ଯାଇକି ମୋର ମାନେ ଭିଡ଼ିଓରେ ଦେଖିଲେ ଆପଣମାନେ ଜାଣିପାରିବେ। ନିଜ ୱାଇଟି ଷ୍ଟୁଡ଼ିଓରେ ମାନେ ଚେକ୍ କରିପାରିବେ ଆମର କେତେବେଳେ କ'ଣ ତୁମର ଅଡ଼ିଏନ୍ସ ଆକ୍ଟିଭ୍ ରହୁଛନ୍ତି। ତ ସେଟା ଆପଣମାନେ ଟିକେ ଫଲୋ କରିବେ। ତ ଆଜିର ଭିଡ଼ିଓରେ ବାସ୍ ମୋର ଏତିକି ମାନେ ଭୁଲ ବିଷୟରେ କହିବାର ଥିଲା, ଯେଉଁଟାକି ଆପଣମାନେ ସୁଧାରି
ପାରିବେ। ତ ଆପଣମାନଙ୍କୁ ଯଦି ମାନେ ଆହୁରି କିଛି ମାନେ ଏମିତି ଭୁଲ ବିଷୟରେ ଜାଣିବାର ଅଛି ଯୋଉଟାକି ଆପଣମାନେ ସୁଧାରିବେ ତ ନିହାତି କମେଣ୍ଟରେ ଜଣେଇଦେବେ। ମୁଁ ସେ ବିଷୟରେ ଆହୁରି ଗୋଟେ ଭିଡ଼ିଓ ଆଣିକି ଆସିବି। ତ ଆଜିର ଭିଡ଼ିଓରେ ବି ମୁଁ ଚାହିଁଥିଲେ ସେ ଭୁଲ ବିଷୟରେ କହିପାରିଥାନ୍ତି କିନ୍ତୁ ଭିଡ଼ିଓଟା ଆମର ବହୁତ ଲମ୍ବା ହେଇଯିବ ବୋଲି ମୁଁ 5ଟା ହିଁ ଭୁଲ ବିଷୟରେ କହିଲି। ତ ଆପଣମାନଙ୍କୁ ଯଦି ଆହୁରି ସେମିତି କିଛି ଭୁଲ ବିଷୟରେ ଜାଣିବାର ଅଛି ନିହାତି କମେଣ୍ଟରେ ଜଣେଇଦେବେ। ତ ଆଜି ପାଇଁ ଏତିକି, ଦେଖା ହବ ଗୋଟେ ନୂଆ ଭିଡ଼ିଓରେ। ରହୁଛି। ଜୟ ଜଗନ୍ନାଥ, ଜୟ ମାତାରିଣୀ।